ଅଦିନିଆ ବର୍ଷା ଫଳରେ ଫସଲ ନଷ୍ଟ ହୋଇଥିବା ବ୍ରହ୍ମଗିରି ବ୍ଲକର କ୍ଷତିଗ୍ରସ୍ତ ଚାଷୀଙ୍କ ହକ୍ ପାଇଁ ବ୍ରହ୍ମଗିରି ବ୍ଲକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବିଶାଳ ବିକ୍ଷୋଭ ସମାବେଶ ସଭାରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ୱାଇଁ ସଭାପତିତ୍ୱ କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା ଉକ୍ତ ସଭାରେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଗତ ଡିସେମ୍ବର ମାସରେ ଏକ ସପ୍ତାହ ବ୍ୟାପୀ ଲଗାଣ ବର୍ଷାରେ ବ୍ରହ୍ମଗିରି ବ୍ଲକର 25 ଗୋଟି ପଞ୍ଚାୟତ ଓ କୃଷ୍ଣପ୍ରସାଦ ବ୍ଲକ 21 ଗୋଟି ପଞ୍ଚାୟତର ଚାଷୀମାନଙ୍କର ପ୍ରଭୂତ କ୍ଷତି ହୋଇଥିଲା। ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହେବା ଫଳରେ ଉଭୟ ବ୍ଲକର ଖରିଫ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ପନିପରିବା ଚାଷ ଓ ଚିନାବାଦାମ ଚାଷ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିଲା ଏବଂ ରବି ଚାଷ ପାଇଁ ପଡ଼ିଥିବା ବିହନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଗଜା ଧୋଇଯାଇଥିଲା। ଏହିଭଳି ପ୍ରାକୃତିକ ବିପର୍ଯ୍ୟୟରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ହଜାର ହଜାର ଚାଷୀକୂଳ ହତାଶ ହେବା ସହ ମେରୁଦଣ୍ଡ ଭାଙ୍ଗି ଯାଇଛି। ଫସଲକୁ ନେଇ ଦେଖିଥିବା ସ୍ୱପ୍ନ ତାଙ୍କର ଧୂଳିସାତ ହୋଇଛି। ଏପଟେ ଫସଲ ନଷ୍ଟ ହୋଇଯିବା, ସେପଟେ ବଜାର ଦର ହୁ ହୁ ହୋଇ ବଢ଼ିବା ଫଳରେ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଛି। ବ୍ୟାଙ୍କରୁ ଆଣିଥିବା ଋଣ କିପରି ସୁଝିବେ ସେ ନେଇ ଚାଷୀକୂଳ ଗଭୀର ଚିନ୍ତାରେ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ୱାଇଁ, କୃଷ୍ଣପ୍ରସାଦ ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ କୁମାର ତରେଇ, ପୁରୀ ସଦର ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ନିରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ଜମ୍ବେଶ୍ୱର ସାହୁ, ସନ୍ଦୀପ କୁମାର ଜେନା, ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବରିଷ୍ଠ ନେତା ଭଗବାନ ନାୟକ, ନବକିଶୋର ଷଣ୍ଢ, ସରପଞ୍ଚ ରାଧାକାନ୍ତ ସାହୁ, ହନ୍ତୁକ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନରସିଂହ ପତି, ଭାଇଲପୁର ସମିତି ସଭ୍ୟ କାର୍ତ୍ତବୀର୍ଯ୍ୟ ସ୍ୱାଇଁ, ନାରୀ ନେତ୍ରୀ ମାନସୀ ହରିଚନ୍ଦନଙ୍କ ସମେତ ବ୍ରହ୍ମଗିରି ବ୍ଲକ 25 ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଏବଂ ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ହଜାର ହଜାର ଚାଷୀ ଭାଇମାନେ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।